ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଆସନ୍ତା ମାସ 21 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ରାମସାର ଐତିହ୍ୟସ୍ଥଳୀରେ ଭାରତର ଅନ୍ୟ 2ଟି ଐତିହାସିକ ସ୍ଥଳ ସାମିଲ। ପୃଥିବୀକୁ ସବୁଜ ସୁନ୍ଦର ଓ ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ। ଏବଂ ଭୂସ୍ଖଳନ ପରେ ସିକ୍କିମର ଲାଚେନ ଅଞ୍ଚଳରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର ଲାଗି ଚାଲିଛି ମିଳିତ ଉଦ୍ଧାର ଅଭିଯାନ। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ମାସ 21 ତାରିଖରୁ ଆରମ୍ଭ ହେବ। ଏହି ଅଧିବେଶନ ଅଗଷ୍ଟ 12 ତାରିଖ ପର୍ଯ୍ୟନ୍ତ ଚାଲିବ। ପହଲଗାମ ସନ୍ତାସବାଦୀ ଆକ୍ରମଣ ପରିପ୍ରେକ୍ଷୀରେ ଭାରତ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୁର ଅଭିଯାନ ପରେ ଏହା ହେଉଛି ପ୍ରଥମ ସଂସଦୀୟ ଅଧିବେଶନ। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, मानसून सेशन का तिथि हमने तय किया है। हम राष्ट्रपति जी को प्रपोजल भेजेंगे समन करने के लिए। 21 जुलाई से 12 अगस्त तक मानसून सेशन को चलाने का हमने डेट तय किया है। ଭାରତର ଅନ୍ୟ 2ଟି ଐତିହାସିକ ସ୍ଥଳକୁ ରାମସାର ଐତିହ୍ୟସ୍ଥଳୀ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାକୁ ମିଶାଇ ଭାରତର ରାମସାର ଐତିହ୍ୟସ୍ଥଳୀ ସଂଖ୍ୟା 91କୁ ବୃଦ୍ଧି ପାଇଛି। ରାଜସ୍ଥାନର ହଲୋଦି ସ୍ଥିତ ଖିଚାନ ଏବଂ ଉଦୟପୁର ସ୍ଥିତ ମେନାର ଆର୍ଦ୍ରଭୂମିକୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଜ ଭାରତ ଗଠନ ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି ପ୍ରମାଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବେଶ ସଂରକ୍ଷଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପଗୁଡ଼ିକୁ ପ୍ରଶଂସା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଯାଦବ କହିଛନ୍ତି, ଲୋକଙ୍କ ଯୋଗଦାନ ଫଳରେ ଭାରତ ପରିବେଶ ସଂରକ୍ଷଣ ଦିଗରେ ନୂତନ କୀର୍ତ୍ତିମାନ ସ୍ଥାପନ କରୁଛି। ଏକ ସବୁଜ ସୁନ୍ଦର ବିଶ୍ୱ ଗଠନ ଲାଗି ରାମସା ତାଲିକାରେ ବିଭିନ୍ନ ଆର୍ଦ୍ରଭୂମିର ବିକାଶ ଏବଂ ସଂରକ୍ଷଣ ଦିଗରେ ନିରନ୍ତର ପଦକ୍ଷେପ ଗ୍ରହଣ କରାଯାଉଛି। ଇରାନର ଏକ ସହର ରାମସାର ନାମରେ 1971 ମସିହା ଫେବୃଆରୀ 2 ତାରିଖରେ ରାମସାର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଭାରତ 1982 ମସିହା ଫେବୃଆରୀ 1 ତାରିଖରେ ଏହି ଚୁକ୍ତିକୁ ଗ୍ରହଣ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ମନ୍ତ୍ରୀ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ଏହା ବିରୋଧରେ ଭାରତର ଅପରେସନ ସିନ୍ଦୁର ପରେ ପ୍ରଥମ ଥର ଲାଗି ଏଭଳି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ରାଜନାଥ ସିଂ, ନୀତିନ ଗଡ଼କରୀ, ଜେପି ନଡ୍ଡା, ଚିରାଗ ପାଶୱାନ ଏବଂ ସିଆର୍ ପାଟିଲ ପ୍ରମୁଖ ଉପସ୍ଥିତ ଥିଲେ। ସିକ୍କିମର ମଙ୍ଗନ ଜିଲ୍ଲାର ଲାଚେନ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଲାଗି ସବୁ ପ୍ରକାର ଉଦ୍ୟମ କରାଯାଉଛି। ମଙ୍ଗନର ପୁଲିସ ଅଧୀକ୍ଷକ କହିଛନ୍ତି, ଅଟକି ରହିଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ବିଭିନ୍ନ ସଂଗଠନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଭୂସ୍ଖଳନ ଯୋଗୁଁ ଲାଚେନ ଯାଇଥିବା ସମସ୍ତ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ଏବଂ ସେଗୁଡ଼ିକର ପୁନରୁଦ୍ଧାର ଲାଗି 2ରୁ 3 ସପ୍ତାହ ସମୟ ଲାଗିବ। ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ଘଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଆମ ସମ୍ବାଦଦାତା ଜଣାଇଛନ୍ତି, ଲାଚେନରେ ଅଟକି ଯାଇଥିବା 110 ଜଣ ଯାତ୍ରୀ ଚ୍ୱାଟେନରେ ପହଞ୍ଚିଛନ୍ତି। ଆଜି ସେମାନଙ୍କୁ ପାକ୍ୟାଙ୍ଗକୁ ଅଣାଯିବ। ସେମାନଙ୍କୁ ପାକ୍ୟାଙ୍ଗ ଆଣିବା ଲାଗି ବାୟୁସେନାର 2ଟି ହେଲିକପ୍ଟର ବ୍ୟବହାର କରାଯାଉଛି। ଗତକାଲି ପାଗ ଖରାପ ଯୋଗୁଁ ହେଲିକପ୍ଟରରେ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇନଥିଲା। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ସେନାବାହିନୀ, ବିପର୍ଯ୍ୟୟ ପରିଚାଳନା ଦଳ, ITBP, ସୀମା ସଡ଼କ ସଂଗଠନ, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳ ଏବଂ ପୋଲିସ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଆଜି ବିପର୍ଯ୍ୟୟ ପରିଚାଳନା ଦଳଗୁଡ଼ିକ ଅଟକି ରହିଥିବା ଯାତ୍ରୀମାନଙ୍କ ନିକଟରେ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚାଇବେ ବୋଲି ଜଣାପଡ଼ିଛି। ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ 2 ଦିନିଆ ଇଟାଲୀ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ଅବସରରେ ରୋମ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଇଟାଲୀ ଅର୍ଥନୈତିକ ସହଯୋଗ ଯୁଗ୍ମ ଆୟୋଗର 22ତମ ଅଧିବେଶନରେ ଶ୍ରୀ ଗୋଏଲ ସେଠାକାର ବୈଦେଶିକ ବ୍ୟାପାର ଓ ଆନ୍ତର୍ଜାତିକ ସହଯୋଗ ମନ୍ତ୍ରୀ ଆଣ୍ଟୋନିଓ ତାଜାନିଙ୍କ ସହିତ ସହ ଅଧ୍ୟକ୍ଷତା କରିବେ। ଅଧିବେଶନରେ ଡିଜିଟାଲାଇଜେସନ୍, ଶକ୍ତି, ସ୍ଥାୟୀ ଗମନାଗମନ, ଶିଳ୍ପ 4.0, ଅତ୍ୟାଧୁନିକ କୃଷି ବ୍ୟବସ୍ଥା ଏବଂ ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ସମ୍ପର୍କରେ ବିସ୍ତୃତ ଆଲୋଚନା ତଥା ସହଯୋଗ ବୃଦ୍ଧି ଉପରେ ପ୍ରାଧାନ୍ୟ ଦିଆଯିବ।
ଶ୍ରୀ ଗୋଏଲଙ୍କର ଏହି ଗସ୍ତ ଦ୍ୱିପକ୍ଷୀୟ ରଣନୈତିକ ଶିଳ୍ପ ଭାଗିଦାରୀ ତଥା ଅର୍ଥନୈତିକ ସଂଯୋଗୀକରଣକୁ ଅଧିକ ସଶକ୍ତ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପୃଥିବୀକୁ ସବୁଜ ସୁନ୍ଦର ଏବଂ ପ୍ରଦୂଷଣମୁକ୍ତ କରିବା ଓ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ୱାସ୍ଥ୍ୟକର ବିଶ୍ୱ ଗଠନ ଉଦ୍ଦେଶ୍ୟରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। 1973 ମସିହା ପରଠାରୁ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ ଅଧୀନରେ ଆଜିର ଦିନକୁ ବିଶ୍ୱ ପରିବେଶ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ପ୍ଲାଷ୍ଟିକ୍ ପ୍ରଦୂଷଣର ମୁକାବିଲା କରିବା। ଏହି ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀଠାରେ ଏକ ବିଶେଷ ବୃକ୍ଷରୋପଣ ଅଭିଯାନ ଶୁଭାରମ୍ଭ କରିବେ। ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଶ୍ରୀ ମୋଦି ସ୍ଥାନୀୟ ଭଗବାନ ମହାବୀର ବଣସ୍ଥଳୀ ପାର୍କଠାରେ ଏକ ବଟବୃକ୍ଷର ଚାରାରୋପଣ କରିବେ। विश्व पर्यावरण दिवस पर एक विशेष अभियान शुरू किया गया है। इस अभियान का नाम है एक पेड़ माँ के नाम। मैंने भी एक पेड़ अपनी माँ के नाम लगाया है। मैंने सभी देशवासियों से, दुनिया के सभी देशों के लोगों से ये अपील की है कि अपनी माँ के साथ मिलकर या उनके नाम पर एक पेड़ जरूर लगाएं। ଏଥିସହିତ ପ୍ରଧାନମନ୍ତ୍ରୀ ଆଜି ଆରାବଲୀ ଗ୍ରୀନ୍ ୱାର୍ଲ୍ଡ ପ୍ରକଳ୍ପର ଶୁଭାରମ୍ଭ କରିବେ। 700 କିଲୋମିଟର ଅଞ୍ଚଳ ପରିମିତ ଆରାବଲୀ ରେଞ୍ଜକୁ ପୁନଃ ବନୀକରଣ କରିବା ହେଉଛି ଏହି ପ୍ରକଳ୍ପର ଉଦ୍ଦେଶ୍ୟ। ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଓ ଗୁଜରାଟର 29ଟି ଜିଲ୍ଲା ଏହି ପ୍ରକଳ୍ପ ଅଧୀନରେ ଆସୁଛି। ଏହି ପ୍ରକଳ୍ପ ଅଧୀନରେ ଆରାବଲୀର ଜୈବ ବିବିଧ ପ୍ରକ୍ରିୟାକୁ ଉଜ୍ଜୀବିତ ରଖିବା ତଥା ସୁସଙ୍ଗତ ରଖିବା ଦିଗରେ ପୁନଃ ବନୀକରଣ ସମେତ ଅନ୍ୟାନ୍ୟ ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହାଛଡ଼ା ସ୍ଥାନୀୟ ମୃତ୍ତିକାକୁ ଅଧିକ ଉର୍ବର କରିବା, ଜଳର ଉପଲବ୍ଧତାକୁ ସୁଗମ କରିବା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ରୋକିବା ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି। ଏ ସମ୍ପର୍କରେ ଏକ ରିପୋର୍ଟ। इस परियोजना का उद्देश्य दिल्ली, राजस्थान, हरियाणा और गुजरात सहित 4 राज्यों के 29 जिलों में अरावली पर्वत श्रृंखला के आसपास के 5 किलोमीटर के क्षेत्र में हरियाली फैलाना है। इसके अलावा वन रोपण और जल निकायों को दुरुस्त करने के साथ साथ अरावली की जैव विविधता को बढ़ावा देना है। अरावली क्षेत्र में मिट्टी की उर्वरता और जलवायु लचीलापन में सुधार करना भी इस परियोजना का हिस्सा है। यह परियोजना स्थानीय समुदायों को रोजगार और आय सर्जन के अवसर प्रदान करने में मदद करेगी। प्रधानमंत्री नरेंद्र मोदी दिल्ली सरकार की सतत परिवहन पहल के तहत आज 200 इलेक्ट्रिक बसों को भी हरी झंडी दिखाएंगे। रईसुद्दीन रिहान, आकाशवाणी समाचार, दिल्ली। विश्व परिवेश दिवस अवसରରେ ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ପରିବେଶ ଅନୁକୂଳ ଯାତାୟାତ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଦିଲ୍ଲୀ ସରକାରଙ୍କ ଦ୍ୱାରା 200ଟି ଇଲେକ୍ଟ୍ରିକ୍ ବସ୍ର ଶୁଭାରମ୍ଭ କରିବେ। ଭାରତ ସମେତ ପୃଥିବୀର ବିଭିନ୍ନ କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆଜି ସାଉଦି ଆରବରେ ହଜ୍ ପାଳନ କରିବେ। 5 ଦିନିଆ ହଜ୍ ପର୍ବର ପ୍ରଥମ ଦିନରେ ଗତକାଲି ଶ୍ରଦ୍ଧାଳୁମାନେ ମିନା ସହରରେ ଏକତ୍ରିତ ହୋଇଛନ୍ତି। ସୂର୍ଯ୍ୟୋଦୟ ପୂର୍ବରୁ ପ୍ରାର୍ଥନା ପରେ ଶ୍ରଦ୍ଧାଳୁମାନେ ହଜ୍ ପର୍ବର ମୁଖ୍ୟ କାର୍ଯ୍ୟକ୍ରମ ନିମନ୍ତେ ଆରାଫତ୍ଠାରେ ସମୂହ ପ୍ରାର୍ଥନାରେ ଯୋଗ ଦେଉଛନ୍ତି। ଆଜି ଦିନ ତମାମ ସେଠାରେ ପ୍ରାର୍ଥନା ସଭାମାନ ଆୟୋଜନ କରାଯାଇ ଈଶ୍ୱରଙ୍କଠାରେ କ୍ଷମା ପ୍ରାର୍ଥନା କରାଯିବ। ନିମ୍ରା ମସଜିଦରେ ଶ୍ରଦ୍ଧାଳୁମାନେ ଖୁତବେ ହଜ୍ ଶୁଣିବା ସହ ଏକାଠି ହୋଇ ମଧ୍ୟାହ୍ନ ଏବଂ ଅପରାହ୍ନରେ ପ୍ରାର୍ଥନା କରିବେ। ସନ୍ଧ୍ୟା ସମୟରେ ସେମାନେ ମୁଜଦାଲିଫାରୁ ପ୍ରତ୍ୟାବର୍ତ୍ତନ କରିବେ। ଆସନ୍ତାକାଲି ସକାଳେ ଶ୍ରଦ୍ଧାଳୁମାନେ ମିନାକୁ ପ୍ରତ୍ୟାବର୍ତ୍ତନ କରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ସନ୍ଧ୍ୟାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ 1 ଘଣ୍ଟାରୁ ଅଧିକ ସମୟ ଧରି କଥାବାର୍ତ୍ତା କରିଛନ୍ତି। ରାଷ୍ଟ୍ରପତି ପୁତିନ କହିଛନ୍ତି ଏହି ଆଲୋଚନା ଦ୍ୱାରା ୟୁକ୍ରେନରେ ତୁରନ୍ତ ଶାନ୍ତି ସ୍ଥାପନ ହେବାର ସମ୍ଭାବନା ନାହିଁ। ସେ କହିଛନ୍ତି ଚଳିତ ସପ୍ତାହରେ ୟୁକ୍ରେନ ପକ୍ଷରୁ ରୁଷର ବିମାନ ଘାଟି ଉପରେ କରାଯାଇଥିବା ଆକ୍ରମଣର ଦୃଢ଼ ଜବାବ ଦିଆଯିବ। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ପୁତିନଙ୍କ ସହ 85 ମିନିଟ୍ ଆଲୋଚନା ହୋଇଛି ଏବଂ ଏହି ଆଲୋଚନା ସଫଳ ହୋଇଥିଲେ ମଧ୍ୟ ୟୁକ୍ରେନ ତୁରନ୍ତ ଶାନ୍ତି ସ୍ଥାପନ ହେବା ନେଇ କୌଣସି ସକାରାତ୍ମକ ବାର୍ତ୍ତା ମିଳିପାରି ନାହିଁ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ୟୁକ୍ରେନ ଆକ୍ରମଣର ଜବାବ ଦେବା ଲାଗି ରୁଷକୁ ଅଟକାଇବା ନିମନ୍ତେ କୌଣସି ପ୍ରୟାସ କରାଯାଇ ନାହିଁ। ଗତକାଲି ଏକ ଆଭାସୀ ବୈଠକରେ ପୁତିନ ନିଜ ସହଯୋଗୀମାନଙ୍କୁ ୟୁକ୍ରେନରେ ଅସ୍ତ୍ରବିରତି ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଆସନ୍ତା ମାସ 21 ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ରାମସାର ଐତିହ୍ୟସ୍ଥଳୀରେ ଭାରତର ଅନ୍ୟ 2ଟି ଐତିହାସିକ ସ୍ଥଳ ସାମିଲ। ପୃଥିବୀକୁ ସବୁଜ ସୁନ୍ଦର ଏବଂ ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ପରିବେଶ ଦିବସ।
ଏବଂ ଭୂସ୍ଖଳନ ପରେ ସିକ୍କିମର ଲାଚେନ୍ ଅଞ୍ଚଳରେ ଅଟକି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର ଲାଗି ଚାଲିଛି ମିଳିତ ଉଦ୍ଧାର ଅଭିଯାନ। ସମ୍ବାଦ ଶେଷ ହେଲା।